ଦ୍ୱିତୀୟ ରାଜନ୍ୟ ମଣ୍ଡଳୀ ଅଧ୍ୟାୟ 23 ବ୍ୟବସ୍ଥା ବିଧାନର ନବୀକରଣ। ଏହାପରେ ରାଜା ଲୋକ ପଠାଇ ଜୁଦା ତଥା ଜେରୁସଲେମର ବୟୋଜ୍ୟେଷ୍ଠମାନଙ୍କୁ ଡକାଇଲେ। ଜୁଦା ଓ ଜେରୁସଲେମବାସୀ ସମସ୍ତ ଜନତା, ଯାଜକବୃନ୍ଦ, ପ୍ରବକ୍ତାଗଣ ଓ ସାନ ବଡ଼ ସମସ୍ତ ଲୋକଙ୍କ ଗହଣରେ ରାଜା ଦେବାଳୟରେ ପ୍ରବେଶ କଲେ। ପ୍ରଭୁଙ୍କ ଆଳୟରେ ପ୍ରାପ୍ତ ବ୍ୟବସ୍ଥା ପୁସ୍ତକର ସମସ୍ତ ବାକ୍ୟ ସମସ୍ତଙ୍କ ଶ୍ରୁତି ଗୋଚରରେ ସେ ପଠନ କଲେ। ସ୍ତମ୍ଭ ସମୀପରେ ଦଣ୍ଡାୟମାନ ହୋଇ ବ୍ୟବସ୍ଥା ପୁସ୍ତକରେ ଉଲ୍ଲିଖିତ ପ୍ରଭୁଙ୍କ ସମସ୍ତ ଆଜ୍ଞା, ସାକ୍ଷ୍ୟ ପ୍ରମାଣ ତଥା ନିୟମାବଳୀକୁ ପୂର୍ଣ୍ଣ ଚିତ୍ତ ତଥା ଆତ୍ମା ଦେଇ ପାଳନ କରି ପ୍ରଭୁଙ୍କର ଅନୁସରଣ କରିବେ ବୋଲି ସେ ପ୍ରଭୁଙ୍କ ସହ ଏକ ବ୍ୟବସ୍ଥା ବିଧାନ ସାଲିସ କଲେ। ସମସ୍ତ ଜନତା ମଧ୍ୟ ସେହିପରି କରିବା ପାଇଁ ପ୍ରତିଜ୍ଞାବଦ୍ଧ ହେଲେ। ବାଲ୍, ଆସେରା ଓ ଆକାଶବାହିନୀ ଉଦ୍ଦେଶ୍ୟରେ ନିର୍ମିତ ସମସ୍ତ ପାତ୍ର ପ୍ରଭୁଙ୍କ ଆଳୟ ମଧ୍ୟରୁ ନେଇ ଆସିବା ପାଇଁ ମହାଯାଜକ ହିଲ୍କିୟା, ସହଯାଜକ ଓ ଦ୍ୱାରରକ୍ଷୀମାନଙ୍କୁ ରାଜା ନିର୍ଦ୍ଦେଶ ଦେଲେ। ସେ ତାହା ଜେରୁସଲେମର ବାହ୍ୟସ୍ଥିତ କିଦ୍ରୋନ କ୍ଷେତରେ ଦଗ୍ଧ କରି ସେଗୁଡ଼ିକର ଭସ୍ମ ବେଥେଲକୁ ନେଇଗଲେ। ଜୁଦା ଓ ଜେରୁସଲେମ ଚତୁଃପାର୍ଶ୍ୱସ୍ଥ ନଗରୀଗୁଡ଼ିକର ଉଚ୍ଚ ପୂଜାସ୍ଥଳୀଗୁଡ଼ିକରେ ଧୂପାର୍ଚ୍ଚନା କରିବା ପାଇଁ ଜୁଦାର ରାଜାମାନେ ନିଯୁକ୍ତି ପ୍ରଦାନ କରିଥିବା ପିତୁଳା ପୂଜକ, ପୁରୋହିତ ବୃନ୍ଦ ଏବଂ ବାଲ୍, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହାଣୁପୁଞ୍ଜ ଓ ଆକାଶବାହିନୀ ଉଦ୍ଦେଶ୍ୟରେ ଧୂପାର୍ଚ୍ଚନା କରିଥିବା ସମସ୍ତଙ୍କୁ ରାଜା ସ୍ଥାନଚ୍ୟୁତ କଲେ। ସେ ପ୍ରଭୁଙ୍କ ଆଳୟରୁ ଆସେରା ପ୍ରତିମୂର୍ତ୍ତିକୁ ଆଣି ଜେରୁସଲେମ ବାହ୍ୟସ୍ଥିତ କିଦ୍ରୋନ ଜଳସ୍ରୋତ ସମୀପରେ ଦଗ୍ଧ କଲେ ଓ ତାକୁ ଖଣ୍ଡ ଖଣ୍ଡ କରି ଚୂର୍ଣ୍ଣ କଲେ ଏବଂ ସେହି ଚୂର୍ଣ୍ଣକୁ ସର୍ବସାଧାରଣ ଲୋକମାନଙ୍କର କବର ଉପରେ ପକାଇଲେ। ପ୍ରଭୁଙ୍କ ଆଳୟରେ ଥିବା ପୁରୁଷ ଗଣିକାମାନଙ୍କ ଗୃହଗୁଡ଼ିକୁ ସେ ବିଧ୍ୱସ୍ତ କଲେ। ସେଠାରେ ମହିଳାମାନେ ଆସେରା ପ୍ରତିମୂର୍ତ୍ତି ପାଇଁ ଉଦ୍ଦିଷ୍ଟ ଅଳଙ୍କାର ସବୁ ପ୍ରସ୍ତୁତ କରିଥିଲେ। ଜୁଦା ଅନ୍ତର୍ଗତ ନଗରୀ ସମୂହ ଠାରୁ ସମସ୍ତ ଯାଜକମାନଙ୍କୁ ସେ ବାହାର କରି ଆଣିଲେ ଓ ଗେବାଠାରୁ ବେର୍ଷେବା ପର୍ଯ୍ୟନ୍ତ ବ୍ୟାପ୍ତ ଯେଉଁ ଉଚ୍ଚ ପୂଜା ସ୍ଥାନଗୁଡ଼ିକରେ ଯାଜକମାନେ ପୂଜାର୍ଚ୍ଚନା କରିଥିଲେ ସେଗୁଡ଼ିକୁ ସେ ଅଶୁଚି କଲେ। ନଗରାଧିପତି ଯୋଶୁଆଙ୍କ ପ୍ରବେଶ ପଥର ଦକ୍ଷିଣ ପାର୍ଶ୍ୱସ୍ଥିତ ଉଚ୍ଚ ପୂଜାସ୍ଥଳୀ ସମୂହ ସେ ବିଧ୍ୱସ୍ତ କଲେ। ଉଚ୍ଚ ପୂଜାସ୍ଥଳୀମାନଙ୍କରେ ସେବା କରିଥିବା ପୁରୋହିତ ବୃନ୍ଦଙ୍କୁ ଜେରୁସଲେମସ୍ଥ ପ୍ରଭୁଙ୍କ ବଳିପୀଠ ସମୀପରେ ସେବା କାର୍ଯ୍ୟ କରିବା ପାଇଁ ସେ ଅନୁମତି ଦେଲେ ନାହିଁ। କିନ୍ତୁ ସେମାନେ ନିଜ ଭ୍ରାତାମାନଙ୍କ ଗହଣରେ ତାଡ଼ି ରହିତ ରୁଟି ଭକ୍ଷଣ କଲେ। କେହି କେବେ ନିଜ ପୁତ୍ର କନ୍ୟାମାନଙ୍କୁ ମୋଲେକ ଉଦ୍ଦେଶ୍ୟରେ ନୈବେଦ୍ୟ ରୂପେ ଉତ୍ସର୍ଗ ନ କରିବା ପାଇଁ ସେ ବେନ୍ ହିନୋମ ଉପତ୍ୟକାସ୍ଥ ତୋଫେତକୁ ଅପବିତ୍ର କଲେ ଓ ପ୍ରଭୁଙ୍କ ଆଳୟ ପାର୍ଶ୍ୱରେ ଦେବାଳୟ ତତ୍ତ୍ୱାବଧାରକ ନାଥାନ ମେଲେଖର ବସତି ସମୀପରେ ଜୁଦାର ରାଜାମାନେ ଦେବାଳୟର ଦ୍ୱାରରେ ଯେଉଁ ଘଟକ ସକଳକୁ ସୂର୍ଯ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ ସେସବୁ ସେ ନେଇଗଲେ ଓ ସୂର୍ଯ୍ୟ ପଥ ସମୂହକୁ ଅଗ୍ନିରେ ଦଗ୍ଧ କଲେ। ଆହାସଙ୍କ ଉପର ଗୃହ ଛାତ ଉପରେ ଜୁଦାର ରାଜାମାନଙ୍କ ଦ୍ୱାରା ନିର୍ମିତ ଯାଗପୀଠ ସମୂହ ଓ ପ୍ରଭୁଙ୍କ ଆଳୟର ଦୁଇଟି ପ୍ରାଙ୍ଗଣରେ ମାନାସେଙ୍କ ଦ୍ୱାରା ନିର୍ମିତ ଯାଗପୀଠ ସବୁକୁ ସେ ବିଧ୍ୱସ୍ତ କରି ଚୂର୍ଣ୍ଣ କଲେ ଏବଂ ସେଗୁଡ଼ିକର ଧୂଳିକୁ କିଦ୍ରୋନ ଜଳସ୍ରୋତରେ ନିକ୍ଷେପ କଲେ। ସିଦୋନୀୟମାନଙ୍କ ଘୃଣ୍ୟ ପିତୁଳା ଆସ୍ଥରେଫ୍, ମୋଆବୀୟମାନଙ୍କ ଘୃଣ୍ୟ ପିତୁଳା କେମୋଶ ଓ ଆମୋନୀୟମାନଙ୍କ ଘୃଣ୍ୟ ପିତୁଳା
ମିଲକମ୍ ଉଦ୍ଦେଶ୍ୟରେ ଜେରୁସାଲେମ ପୂର୍ବ ଦିଗରେ ଓ ବିନାଶ ପାହାଡ଼ର ଦକ୍ଷିଣ ଦିଗରେ ଯେଉଁ ଉଚ୍ଚ ପୂଜାସ୍ଥଳୀ ସମୂହ ଇସ୍ରାଏଲର ରାଜା ସଲୋମନ ପ୍ରତିଷ୍ଠା କରିଥିଲେ, ରାଜା ଯୋସିଆ ସେସବୁକୁ ଅଶୁଚି କଲେ। ସ୍ତମ୍ଭ ଗୁଡ଼ିକୁ ସେ ବିଧ୍ୱସ୍ତ କଲେ ଓ ଆସେରା ପ୍ରତିଷ୍ଠା ଗୁଡ଼ିକୁ କାଟି ପକାଇଲେ। ସେ ସମସ୍ତ ସ୍ଥାନକୁ ସେ ମନୁଷ୍ୟ ଅସ୍ଥିରେ ପରିପୂର୍ଣ୍ଣ କଲେ। ଆହୁରି ମଧ୍ୟ ବେଥେଲରେ ଥିବା ଯାଗପୀଠ ଓ ଇସ୍ରାଏଲକୁ ପାପ କରିବା ପାଇଁ ସୁଯୋଗ ଦେଇଥିବା ନେବାତର ପୁତ୍ର ଜେରୋବାମଙ୍କ ଦ୍ୱାରା ନିର୍ମିତ ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକୁ ଯୋସିଆ ବିଧ୍ୱସ୍ତ କଲେ। ଉଚ୍ଚ ପୂଜାସ୍ଥଳୀ ଗୁଡ଼ିକୁ ସେ ଦଗ୍ଧ କରି ଭାଙ୍ଗି ଚୂର୍ଣ୍ଣ କଲେ ଓ ଆସେରା ପ୍ରତିମୂର୍ତ୍ତି ମଧ୍ୟ ସେ ଦଗ୍ଧ କଲେ। ଯୋସିଆ ବୁଲିପଡ଼ି ସେଠାକାର ପାହାଡ଼ ଉପରେ କେତେକ କବର ଦେଖିବାକୁ ପାଇଲେ ଓ ଲୋକ ପଠାଇ ସେହି କବରରୁ ଅସ୍ଥିଗୁଡ଼ିକୁ ଆଣି ଯାଗପୀଠ ଉପରେ ସେସବୁ ଦଗ୍ଧ କରି ତାହା କଳୁଷିତ କଲେ। ଯିଏ ଏସବୁ ବିଷୟରେ ପୂର୍ବରୁ କହିଥିଲେ, ସେହି ଦିବ୍ୟ ପୁରୁଷଙ୍କ ଦ୍ୱାରା ପ୍ରଭୁ କଥିତ ବାକ୍ୟ ଅନୁଯାୟୀ ଏହା ସଂଘଟିତ ହୋଇଥିଲା। ସେ ସମୟରେ ରାଜା ପଚାରିଲେ, ସୁଦୂରରେ ମୁଁ ଦେଖିଥିବା ସେହି ସ୍ମାରକୀ ବା କ'ଣ? ଉତ୍ତରରେ ନଗରୀବାସୀ କହିଲେ, ତୁମେ ବେଥେଲ ସ୍ଥିତ ଯାଗପୀଠ ବିରୁଦ୍ଧରେ ଯାହା କିଛି ସାଧନ କଲ, ସେ ସମସ୍ତ ବିଷୟରେ ପ୍ରବଚନ ଦେଇଥିବା ଯୁଦାରୁ ଆଗତ ସେହି ଦିବ୍ୟ ପୁରୁଷଙ୍କ କବର ତାହା ଅଟେ। ତେଣୁ ସେ କହିଲେ, ତାଙ୍କୁ ଛାଡ଼ିଦିଅ, କେହି ତାଙ୍କର ଅସ୍ଥି ସ୍ଥାନାନ୍ତରିତ ନ କରୁ। ସୁତରାଂ ସାମାରିଆରୁ ଆଗତ ପ୍ରବକ୍ତାଙ୍କ ଅସ୍ଥି ସମେତ ତାଙ୍କର ଅସ୍ଥି ସେମାନେ ସେ ସ୍ଥାନରେ ଛାଡ଼ିଦେଲେ। ପ୍ରଭୁଙ୍କୁ କୁପିତ କରିବା ନିମନ୍ତେ ସାମାରିଆରୁ ନଗରୀ ଗୁଡ଼ିକରେ ଇସ୍ରାଏଲର ରାଜାମାନେ ଉଚ୍ଚ ପୂଜାସ୍ଥଳୀ ମାନଙ୍କରେ ଯେଉଁ ମନ୍ଦିର ସମୂହ ନିର୍ମାଣ କରିଥିଲେ, ଯୋସିଆ ସେସବୁକୁ ବିନଷ୍ଟ କଲେ। ସେ ବେଥେଲରେ ଯାହା ସାଧନ କରିଥିଲେ, ସେସବୁ ପ୍ରତି ମଧ୍ୟ ସେହିପରି ସମ୍ପାଦନ କଲେ। ଉଚ୍ଚ ପୂଜାସ୍ଥଳୀ ମାନଙ୍କର ଯାଗପୀଠ ଗୁଡ଼ିକରେ ପରିଚର୍ଯ୍ୟାକାରୀ ପୁରୋହିତମାନଙ୍କୁ ସେ ଯାଗପୀଠ ସକଳ ଉପରେ ବଦ୍ଧ କଲେ ଓ ତହିଁ ଉପରେ ମନୁଷ୍ୟ ଅସ୍ଥି ଗୁଡ଼ିକୁ ଦଗ୍ଧ କଲେ। ତତ୍ପରେ ସେ ଜେରୁସାଲେମକୁ ଫେରିଗଲେ। ରାଜା ଜନତାକୁ ଆଜ୍ଞା ଦେଇ କହିଲେ, ଏହି ବ୍ୟବସ୍ଥା ପୁସ୍ତକରେ ଉଲ୍ଲିଖିତ ଥିବା ଅନୁଯାୟୀ ପ୍ରଭୁ ତୁମ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପାସ୍କା ପର୍ବ ତୁମେମାନେ ପାଳନ କର। ବାସ୍ତବରେ ଇସ୍ରାଏଲ ଉପରେ ନ୍ୟାୟ ବିଚାର କରିଥିବା ନ୍ୟାୟାଧୀଶଗଣ କିମ୍ବା ଇସ୍ରାଏଲ ଓ ଜୁଦା ଉପରେ ରାଜୁତି କରିଥିବା ରାଜାମାନଙ୍କ କାଳଠାରୁ କେହି କେବେ ଏହିପରି ପାସ୍କା ଉତ୍ସବ ପାଳନ କରି ନଥିଲେ। ମାତ୍ର ରାଜା ଯୋସିଆଙ୍କ ରାଜତ୍ୱର 18 ବର୍ଷରେ ଜେରୁସାଲେମରେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ପାସ୍କା ପର୍ବ ପାଳିତ ହେଲା। ଏହା ବ୍ୟତୀତ ପ୍ରଭୁଙ୍କ ଆଳୟରେ ଯାଜକ ହିଲ୍କିୟାଙ୍କ ଦ୍ୱାରା ପ୍ରାପ୍ତ ଗ୍ରନ୍ଥରେ ଉଲ୍ଲିଖିତ ସମସ୍ତ ବଚନ କାର୍ଯ୍ୟକାରୀ କରିବା ପାଇଁ ଜୁଦା ତଥା ଜେରୁସାଲେମରେ ଥିବା ଗଣକ, ଯାଦୁକର, ସେଠାକାର ତେରାଫିମ୍, ପିତୁଳା ତଥା ଅନ୍ୟାନ୍ୟ ସମସ୍ତ ଘୃଣ୍ୟ ବସ୍ତୁକୁ ଯୋସିଆ ନିଶ୍ଚିହ୍ନ କଲେ। ମୋଶେସଙ୍କ ଆଜ୍ଞାବଳୀ ମୁତାବକ ପୂର୍ଣ୍ଣ ଚିତ୍ତ, ପୂର୍ଣ୍ଣ ଆତ୍ମା ତଥା ପୂର୍ଣ୍ଣ ଶକ୍ତି ସହ ପ୍ରଭୁଙ୍କୁ ଅନୁସରଣ କରିଥିବା ଯୋସିଆଙ୍କ ସଦୃଶ ସେପରି କୌଣସି ରାଜା ତାଙ୍କ ପୂର୍ବରୁ କିମ୍ବା ତାଙ୍କ ପରେ କେବେ ରାଜତ୍ୱ କରିନଥିଲେ। ତଥାପି ମାନାସେଙ୍କ ଦ୍ୱାରା ସମ୍ପାଦିତ ବିରକ୍ତିକର କାର୍ଯ୍ୟକଳାପ ନିମିତ୍ତ ପ୍ରଭୁଙ୍କର ଯେଉଁ କୋପାନଳ ଜୁଦା ବିରୁଦ୍ଧରେ ପ୍ରଜ୍ୱଳିତ ହୋଇଥିଲା, ତାହାଙ୍କର ସେହି ଅତିଶୟ କ୍ରୋଧ ଶାନ୍ତି ହେଲା ନାହିଁ। ପ୍ରଭୁ କହିଲେ, ମୁଁ ଇସ୍ରାଏଲକୁ ଯେପରି ଅପସାରିତ କଲି, ସେହିପରି ଜୁଦାକୁ ମଧ୍ୟ ମୋର ଦୃଷ୍ଟିରୁ ଦୂର କରିବି। ମୋର ମନୋନୀତ ଏହି ଜେରୁସାଲେମ ନଗରୀ ଓ ଯେଉଁ ଆଳୟ ସମ୍ବନ୍ଧରେ ମୁଁ କହିଥିଲି, ମୁଁ ମୋର ନାମକୁ ସେଠାରେ ସଂସ୍ଥାପିତ କରିବି, ସେହି ଆଳୟକୁ ମୁଁ ନିଶ୍ଚିହ୍ନ କରିବି।
ଯୋସିଆଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ତାଙ୍କ ସମୟରେ ଇଜିପ୍ଟର ରାଜା ଫାରୋ ନେକୋ ଆସିରିଆର ରାଜାଙ୍କ ବିରୁଦ୍ଧରେ ୟୁଫ୍ରେଟିସ୍ ନଦୀ ନିକଟକୁ ଯାତ୍ରା କଲେ। ରାଜା ଯୋସିଆ ଯୁଦ୍ଧ ସକାଶେ ତାଙ୍କର ସମ୍ମୁଖୀନ ହେଲେ, କିନ୍ତୁ ଫାରୋ ମେଗିଦୋରେ ତାଙ୍କୁ ଦେଖି ସେଠାରେ ତାଙ୍କୁ ବଧ କଲେ। ତାଙ୍କର ସେବକମାନେ ତାଙ୍କର ମୃତ ଶରୀରକୁ ଗୋଟିଏ ରଥରେ ମେଗିଦୋରୁ ଜେରୁସଲେମକୁ ନେଇ ଆସି ତାଙ୍କର ନିଜ କବରରେ ତାଙ୍କୁ କବର ଦେଲେ। ଏହାପରେ ଦେଶବାସୀମାନେ ଯୋସିଆଙ୍କ ପୁତ୍ର ଜେହୋୟାଶାଙ୍କୁ ଅଭିଷିକ୍ତ କରି ତାଙ୍କ ପିତାଙ୍କ ସ୍ଥାନରେ ତାଙ୍କୁ ରାଜା କଲେ। ରାଜା ଜେହୋଆହାଜ ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ଜେହୋଆହାଜଙ୍କୁ 23 ବର୍ଷ ବୟସ ହୋଇଥିଲା ଓ ଜେରୁସଲେମରେ ସେ 3 ମାସ ଧରି ରାଜୁତି କଲେ। ଲିବ୍ନାବାସୀ ଜେରେମିଆଙ୍କ କନ୍ୟା ହାମୁତାଲ ତାଙ୍କର ମାତା ଥିଲା। ତାଙ୍କର ପିତୃପୁରୁଷମାନଙ୍କ ଭଳି ସେ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କଲେ। ସେ ଯେପରି ଜେରୁସଲେମରେ ରାଜ୍ୟ ଶାସନ କରି ନ ପାରନ୍ତି, ସେଥିପାଇଁ ଫାରୋ ନେକୋ ତାଙ୍କୁ ହାମାତ ପ୍ରଦେଶସ୍ଥ ରିବ୍ଲାଠାରେ ବନ୍ଦୀ କଲେ ଏବଂ ଦେଶ ଉପରେ 100 ତାଲେନ୍ତ ରୌପ୍ୟ ଓ 1 ତାଲେନ୍ତ ସ୍ୱର୍ଣ୍ଣ ଖଜଣା ସେ ବସାଇଲେ। ଫାରୋ ନେକୋ ଯୋସିଆଙ୍କ ପୁତ୍ର ଏଲିଆଖିମଙ୍କୁ ତାଙ୍କ ପରିବର୍ତ୍ତେ ରାଜା କଲେ ଓ ତାଙ୍କର ନାମ ଜେହୋୟାଖିମଙ୍କୁ ପରିବର୍ତ୍ତିତ କଲେ। ତତ୍ପରେ ନେକୋ ଜେହୋଆହାଜଙ୍କୁ ଇଜିପ୍ଟକୁ ନେଇଗଲେ ଓ ସେ ସେଠାରେ ମୃତ୍ୟୁବରଣ କଲେ। ରାଜା ଜେହୋୟାଖିମ ଫାରୋଙ୍କୁ ରୌପ୍ୟ ତଥା ସ୍ୱର୍ଣ୍ଣ ଦାନ କଲେ, କିନ୍ତୁ ଏହି ଅର୍ଥ ତାଙ୍କୁ ଦେବା ପାଇଁ ଫାରୋଙ୍କ ଆଦେଶ ମୁତାବକ ସେ ଦେଶ ମଧ୍ୟରୁ ଖଜଣା ଆଦାୟ କଲେ। ନିର୍ଦ୍ଦିଷ୍ଟ ଖଜଣା ଅନୁଯାୟୀ ସେ ଦେଶବାସୀ ପ୍ରତ୍ୟେକଙ୍କ ଠାରୁ ରୌପ୍ୟ ତଥା ସ୍ୱର୍ଣ୍ଣ ଆଦାୟ କଲେ। ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ଜେହୋୟାଖିମଙ୍କୁ 25 ବର୍ଷ ବୟସ ହୋଇଥିଲା ଓ ସେ ଜେରୁସଲେମରେ 11 ବର୍ଷ ବ୍ୟାପୀ ରାଜୁତି କଲେ। ରୁମାବାସୀ ପେଦାଇୟାଙ୍କ କନ୍ୟା ସେବିଦା ତାଙ୍କର ମାତା ଥିଲା। ଆଉ ନିଜ ପିତୃପୁରୁଷମାନଙ୍କ ଭଳି ସେ ମଧ୍ୟ ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କଲେ। ଅଧ୍ୟାୟ 24। ଜେହୋୟାଖିମଙ୍କ ରାଜତ୍ୱ କାଳରେ ବାବିଲୋନର ରାଜା ନେବୁଖାଦ୍ନେସାର ରାଜ୍ୟ ଆକ୍ରମଣ କଲେ। ଜେହୋୟାଖିମ 3 ବର୍ଷ ତାଙ୍କର ଅଧୀନସ୍ଥ ହୋଇ ରହିଲେ। ତତ୍ପରେ ସେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସେ ସମୟରେ ପ୍ରଭୁ ନିଜ ଦାସ ପ୍ରବକ୍ତାମାନଙ୍କ ମାଧ୍ୟମରେ କହିଥିବା ଅନୁଯାୟୀ ଜୁଦାକୁ ବିନାଶ କରିବା ପାଇଁ ଜେହୋୟାଖିମଙ୍କ ବିରୁଦ୍ଧରେ କାଲଦୀୟ, ଆରାମୀୟ, ମୋଆବୀୟ ଓ ଆମୋନୀୟ ସୈନ୍ୟଦଳ ସେ ପଠାଇଲେ। ମାନସେଙ୍କ ଦ୍ୱାରା କୃତ ସକଳ ପାପ ଓ ତାଙ୍କ ଦ୍ୱାରା ହୋଇଥିବା ନିଷ୍କଳଙ୍କ ରକ୍ତପାତର ଶାସ୍ତି ବିଧାନ ସକାଶେ ଜୁଦାକୁ ତାହାଙ୍କର ଦୃଷ୍ଟିରୁ ଦୂର କରିବା ପାଇଁ ପ୍ରଭୁଙ୍କ ଆଦେଶ ମୁତାବକ ଏହା ଅବଶ୍ୟ ଘଟିଥିଲା। କାରଣ ମାନସେ ନିର୍ଦ୍ଦୋଷ ରକ୍ତପାତ ଦ୍ୱାରା ଜେରୁସଲେମକୁ ପୂର୍ଣ୍ଣ କରିଥିଲେ। ଏହାକୁ କ୍ଷମା ଦେବା ପାଇଁ ପ୍ରଭୁ ଅନିଚ୍ଛୁକ ହେଲେ। ଜେହୋୟାଖିମଙ୍କର ଅନ୍ୟ ସମସ୍ତ ବୃତ୍ତାନ୍ତ ଓ ତାଙ୍କ ଦ୍ୱାରା ସମ୍ପାଦିତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜୁଦାର ରାଜାମାନଙ୍କ ଇତିବୃତ୍ତ ପୁସ୍ତକରେ କ'ଣ ଲିପିବଦ୍ଧ ନୁହେଁ? ତହୁଁ ଜେହୋୟାଖିମ ନିଜ ପିତୃପୁରୁଷମାନଙ୍କ ସଙ୍ଗରେ ମହାନିଦ୍ରାରେ ଶୟନ କଲେ ଓ ତାଙ୍କ ପୁତ୍ର ଜେହୋୟାଖିନ ତାଙ୍କ ସ୍ଥାନରେ ରାଜ୍ୟ ଶାସନ କଲେ। ଇଜିପ୍ଟ ଜଳସ୍ରୋତ ଠାରୁ ୟୁଫ୍ରେଟିସ୍ ନଦୀ ପର୍ଯ୍ୟନ୍ତ ଥିବା ଇଜିପ୍ଟର ରାଜାଙ୍କ ଅଧୀନସ୍ଥ ସମସ୍ତ ଦେଶକୁ ବାବିଲୋନର ରାଜା ହସ୍ତଗତ କରିଥିବା ଯୋଗୁଁ ଇଜିପ୍ଟର ରାଜା ନିଜ ଦେଶ ମଧ୍ୟରୁ ବାହାରିଲେ ନାହିଁ।
ରାଜା ଜେହୋୟାଖିନ୍। ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ଜେହୋୟାଖିନଙ୍କୁ 18 ବର୍ଷ ବୟସ ହୋଇଥିଲା ଓ ସେ 3 ମାସ ଧରି ଜେରୁସାଲେମରେ ରାଜୁତି କଲେ। ଜେରୁସାଲେମବାସୀ ଏଲନାଥାନଙ୍କ କନ୍ୟା ନେହୁସ୍ଥା ତାଙ୍କର ମାତା ଥିଲା। ସେ ନିଜ ପିତାଙ୍କ ଭଳି ପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କାର୍ଯ୍ୟ କଲେ। ସେହି ସମୟରେ ବାବିଲନର ରାଜା ନେବୁଖାଦ୍ନେସାରଙ୍କ ପରିଚାରକମାନେ ଜେରୁସାଲେମ ବିରୋଧରେ ଆସି ତାହାଙ୍କୁ ଅବରୋଧ କଲେ। ତାଙ୍କ ପରିଚାରକମାନେ ନଗରୀ ଅବରୋଧ କରିଥିବା ସମୟରେ ବାବିଲନର ରାଜା ନେବୁଖାଦ୍ନେସାର ସେଠାକୁ ଆସିଲେ। ତହିଁରେ ଜୁଦାର ରାଜା ଜେହୋୟାଖିନ୍ ନିଜେ ତାଙ୍କ ମାତା ପରିଚାରକଗଣ ଶାସକ ବୃନ୍ଦ ଓ ପ୍ରାସାଦର ପରିଚାରକମାନଙ୍କ ସହ ବାବିଲନର ରାଜାଙ୍କ ନିକଟକୁ ଗଲେ। ବାବିଲନର ରାଜା ତାଙ୍କ ରାଜତ୍ୱର 8ମ ବର୍ଷରେ ତାଙ୍କୁ ବନ୍ଦୀ କଲେ। ଦେବାଳୟ ତଥା ରାଜପ୍ରାସାଦ ମଧ୍ୟରେ ଥିବା ସମସ୍ତ ଧନସମ୍ପଦ ସେ ଲୁଣ୍ଠନ କଲେ ଓ ପ୍ରଭୁଙ୍କ ଆଳୟ ବ୍ୟବହାର ପାଇଁ ଇସ୍ରାଏଲର ରାଜା ସଲୋମନଙ୍କ ଦ୍ୱାରା ନିର୍ମିତ ସମସ୍ତ ସୁବର୍ଣ୍ଣ ପାତ୍ରକୁ ସେ ଖଣ୍ଡ ବିଖଣ୍ଡ କଲେ। ପୂର୍ବରୁ ପ୍ରଭୁଙ୍କ ଦ୍ୱାରା କଥିତ ବଚନ ଅନୁସାରେ ଏ ସମସ୍ତ ସଂଘଟିତ ହୋଇଥିଲା। ସମସ୍ତ ଜେରୁସାଲେମବାସୀ, ଶାସକଗଣ, ଶକ୍ତିଶାଳୀ ଯୋଦ୍ଧାଗଣ ପ୍ରଭୃତି 10,000 ବନ୍ଦୀ ଓ ଶିଳ୍ପୀ ତଥା ଧାତୁ କାରିଗର ମାନଙ୍କୁ ସେ ନେଇଗଲେ। ଦେଶର ଦରିଦ୍ର ଲୋକମାନଙ୍କ ବ୍ୟତୀତ ଅନ୍ୟ କେହି ଅବଶିଷ୍ଟ ରହିଲେ ନାହିଁ। ଜେହୋୟାଖିନ୍ ତାଙ୍କ ମାତା ତଥା ପତ୍ନୀଗଣ ଓ ପରିଚାରକ ତଥା ଦେଶର ପ୍ରମୁଖ ବ୍ୟକ୍ତିମାନଙ୍କୁ ବନ୍ଦୀ କରି ସେ ଜେରୁସାଲେମରୁ ବାବିଲନକୁ ନେଇଗଲେ। 7,000 ଶକ୍ତିଶାଳୀ ଯୋଦ୍ଧା ଓ 1,000 ଶିଳ୍ପୀ ତଥା ଧାତୁ କାରିଗରମାନଙ୍କୁ ବାବିଲନର ରାଜା ବନ୍ଦୀ କରି ବାବିଲନକୁ ନେଇଗଲେ। ସେମାନେ ସମସ୍ତେ ଶକ୍ତିଶାଳୀ ତଥା ଯୁଦ୍ଧ ନିପୁଣ ବ୍ୟକ୍ତି ଥିଲେ। ତତ୍ପରେ ବାବିଲନର ରାଜା ଜେହୋୟାଖିନଙ୍କର ପିତୃ ସହୋଦର ମାତାନିଆଙ୍କୁ ତାଙ୍କ ସ୍ଥାନରେ ରାଜା କଲେ ଓ ତାଙ୍କୁ ସେଦେକିଆ ନାମରେ ଅଭିହିତ କଲେ। ରାଜା ସେଦେକିଆ ରାଜା ହେବା ସମୟରେ ସେଦେକିଆଙ୍କୁ 21 ବର୍ଷ ବୟସ ହୋଇଥିଲା ଓ ସେ ଜେରୁସାଲେମରେ 11 ବର୍ଷ ବ୍ୟାପୀ ରାଜୁତି କଲେ। ଲିବ୍ନାବାସୀ ଜେରେମିଆଙ୍କ କନ୍ୟା ହାମୁଥାଲ ତାଙ୍କର ମାତା ଥିଲା। ପୁଣି ଜେହୋୟାକିମଙ୍କ ଭଳି ସେ ପ୍ରଭୁଙ୍କ ଦୃଷ୍ଟିରେ ସମସ୍ତ ମନ୍ଦ କାର୍ଯ୍ୟ କଲେ, କାରଣ ପ୍ରଭୁଙ୍କ କ୍ରୋଧାଗ୍ନି ଜେରୁସାଲେମ ତଥା ଜୁଦା ବିରୁଦ୍ଧରେ ଏପରି ପ୍ରଜ୍ୱଳିତ ହେଲା ଯେ ସେମାନଙ୍କୁ ଆପଣା ସମ୍ମୁଖରୁ ବିତାଡ଼ିତ କରିବାର ସମୟ ଉପସ୍ଥିତ ହେଲା। ପୁଣି ସେଦେକିଆ ବାବିଲନର ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ଉଠିଲେ। ଅଧ୍ୟାୟ 25 ଜେରୁସାଲେମର ପତନ। ସେଦେକିଆଙ୍କ ରାଜତ୍ୱର 9ମ ବର୍ଷର 10ମ ମାସର 10ମ ଦିବସରେ ବାବିଲନର ରାଜା ନେବୁଖାଦ୍ନେସାର ତାଙ୍କ ସୈନ୍ୟ ସମେତ ଆସି ଜେରୁସାଲେମ ଅବରୋଧ କଲେ। ସେମାନେ ଜେରୁସାଲେମର ଚତୁଃପାର୍ଶ୍ୱରେ ତାହାଙ୍କୁ ଆକ୍ରମଣ କରିବା ପାଇଁ ଅବରୋଧ ସ୍ତୂପ ନିର୍ମାଣ କଲେ। ରାଜା ସେଦେକିଆଙ୍କ ରାଜତ୍ୱର 11 ବର୍ଷ ପର୍ଯ୍ୟନ୍ତ ନଗରୀ ଅବରୁଦ୍ଧ ହୋଇ ରହିଲା। ଚତୁର୍ଥ ମାସର 9ମ ଦିବସରେ ନଗରୀ ମଧ୍ୟରେ ଦୁର୍ଭିକ୍ଷ ଏପରି ଭୀଷଣ ହେଲା ଯେ ଜନତା ଭକ୍ଷଣ କରିବା ପାଇଁ କିଛି ହିଁ ପାଇଲେ ନାହିଁ। କାଲଦୀୟମାନେ ନଗରୀ ବେଷ୍ଟନ କରି ରହିଥିବା ସତ୍ତ୍ୱେ ଦୁର୍ଗ ପ୍ରାଚୀରକୁ ଭଗ୍ନ କରି ରାଜା ଓ ଯୋଦ୍ଧାଗଣ ରାଜୋଦ୍ୟାନ ସମୀପବର୍ତ୍ତୀ 2ଟି ପ୍ରାଚୀର ମଧ୍ୟସ୍ଥ ଗୋଟିଏ ଦ୍ୱାର ଦେଇ ରାତ୍ରି କାଳରେ ପଳାୟନ କଲେ। ସେମାନେ ଆରାବା ଅଭିମୁଖରେ ଗମନ କଲେ, କିନ୍ତୁ କାଲଦୀୟ ସୈନ୍ୟଦଳ ରାଜାଙ୍କର ପଶ୍ଚାତଧାବନ କରି
ଜେରିଖ ସମତଳ ଭୂମିରେ ରାଜାଙ୍କୁ ଧରି ପକାଇଲେ। ଫଳତଃ ରାଜାଙ୍କର ସମସ୍ତ ସୈନ୍ୟ ରାଜାଙ୍କ ନିକଟରୁ ବିକ୍ଷିପ୍ତ ହୋଇଗଲେ। ତେଣୁ କାଲଦିଆମାନେ ରାଜାଙ୍କୁ ଧରି ରିବ୍ଲାରେ ଅବସ୍ଥାନ କରିଥିବା ବାବିଲୋନର ରାଜାଙ୍କ ନିକଟକୁ ଘେନି ଆସିଲେ। ସେ ସେଦେକିଆଙ୍କ ବିରୁଦ୍ଧରେ ରାୟ ଦେଲେ। ସେମାନେ ସେଦେକିଆଙ୍କ ସମ୍ମୁଖରେ ତାଙ୍କ ପୁତ୍ରମାନଙ୍କୁ ନିଧନ କଲେ ଓ ସେଦେକିଆଙ୍କ ଚକ୍ଷୁଦ୍ୱୟକୁ ଉତ୍ପାଟନ କଲା ପରେ ତାଙ୍କୁ ଶୃଙ୍ଖଳବଦ୍ଧ କରି ବାବିଲୋନକୁ ନେଇଗଲେ। ଦେବାଳୟର ଧ୍ୱଂସ। ବାବିଲୋନର ରାଜା ନେବୁଖାଦ୍ନେସରଙ୍କ ରାଜତ୍ୱର 19 ବର୍ଷର 5ମ ମାସର 7ମ ଦିବସରେ ତାଙ୍କର ପ୍ରହରୀ ସେନାପତି ତଥା ଦାସ ନାବୁସାଦ୍ରାନ୍ ଜେରୁସାଲେମରେ ଆସି ପହଞ୍ଚିଲେ। ସେଠାରେ ଥିବା ପ୍ରଭୁଙ୍କ ଆଳୟ, ରାଜପ୍ରାସାଦ ଓ ଜେରୁସାଲେମସ୍ଥ ସମସ୍ତ ଗୃହ ସେ ଅଗ୍ନିରେ ଦଗ୍ଧ କଲେ। ନଗରୀ ମଧ୍ୟସ୍ଥ ପ୍ରତ୍ୟେକ ବୃହତ୍ ଗୃହ ସେ ଅଗ୍ନିରେ ଦଗ୍ଧ କଲେ। ପ୍ରହରୀ ଦଳ ସେନାପତିଙ୍କ ସଙ୍ଗରେ ଥିବା କାଲଦୀୟ ସୈନ୍ୟ ଦଳ ଜେରୁସାଲେମର ଚତୁଃପାର୍ଶ୍ୱସ୍ଥ ପ୍ରାଚୀର ଭଗ୍ନ କଲେ। ଆଉ ନଗରୀ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଓ ବାବିଲୋନର ରାଜାଙ୍କ ନିକଟକୁ ପଳାୟନ କରି ଆଶ୍ରୟ ନେଇଥିବା ଜନତା ଓ ଅବଶିଷ୍ଟ ସମସ୍ତଙ୍କୁ ପ୍ରହରୀ ଦଳ ସେନାପତି ନାବୁସାଦ୍ରାନ ପ୍ରବାସ ଜୀବନ ସକାଶେ ନିଜ ସଙ୍ଗରେ ନେଇଗଲେ। କିନ୍ତୁ କେତେକ ଅତି ଦରିଦ୍ର ଲୋକଙ୍କୁ ଦ୍ରାକ୍ଷା ଉଦ୍ୟାନ କର୍ମୀ ତଥା ଚାଷୀ ରୂପେ ସେଠାରେ ସେ ଛାଡ଼ିଦେଲେ। ଦେବାଳୟର ପିତ୍ତଳ ସ୍ତମ୍ଭ ସମୂହ, ପୀଠ ସକଳ ଓ ପିତ୍ତଳର ଜଳ କୁମ୍ଭକୁ କାଲଦୀୟମାନେ ଖଣ୍ଡ ଖଣ୍ଡ କରି ଭାଙ୍ଗି ସେ ସବୁର ପିତ୍ତଳ ବାବିଲୋନକୁ ନେଇଗଲେ। କଳସ, କୋଦାଳ, କତୁରୀ, ଧୂପାର୍ଚ୍ଚନା ପାଇଁ ଉଦ୍ଦିଷ୍ଟ ଥାଳି, ଦେବାଳୟ ମଧ୍ୟରେ ସେବା କାର୍ଯ୍ୟରେ ଲାଗୁଥିବା ପିତ୍ତଳ ପାତ୍ର, ଅଙ୍ଗାରଦାନୀ ତଥା ପାତ୍ର ସମୂହ ଏବଂ ସ୍ୱର୍ଣ୍ଣ ଓ ରୌପ୍ୟ ଧାତୁ ନିର୍ମିତ ସମସ୍ତ ବସ୍ତୁ ପ୍ରହରୀ ଦଳ ସେନାପତି ନେଇଗଲେ। ପ୍ରଭୁଙ୍କ ଆଳୟ ପାଇଁ ସଲୋମନଙ୍କ ଦ୍ୱାରା ନିର୍ମିତ ସେହି 2 ସ୍ତମ୍ଭ, ଜଳକୁମ୍ଭ ତଥା ପୀଠ ସକଳର ନିର୍ମାଣ ପାଇଁ ଉପଯୁକ୍ତ ପିତ୍ତଳ ଅଜନାତୀତ ଥିଲା। ତନ୍ମଧ୍ୟରୁ ଗୋଟିଏ ସ୍ତମ୍ଭର ଉଚ୍ଚତା 18 ହାତ ଥିଲା। ତାହାର ଉପରି ଭାଗରେ 3 ହାତ ଉଚ୍ଚତା ବିଶିଷ୍ଟ ପିତ୍ତଳ ନିର୍ମିତ ଏକ ମୁକୁଳ ମଧ୍ୟ ଥିଲା। ମୁକୁଳର ଚତୁଃପାର୍ଶ୍ୱରେ ପିତ୍ତଳ ନିର୍ମିତ ଜାଲିକର୍ମ ତଥା ଡାଳିମ୍ବ ସମୂହ ମଧ୍ୟ ଅଳଙ୍କୃତ ହୋଇଥିଲା। ଦ୍ୱିତୀୟ ସ୍ତମ୍ଭ ମଧ୍ୟ ଜାଲିକର୍ମ ସମେତ ସେହିପରି ନିର୍ମିତ ହୋଇଥିଲା। ବାବିଲୋନରେ ନିର୍ବାସିତ ଜୀବନ। ମୁଖ୍ୟ ଯାଜକ ସେରାଇୟା, ଦ୍ୱିତୀୟ ଯାଜକ ସେଫାନିଆ, 3 ଜଣ ଦ୍ୱାରରକ୍ଷୀ, ନଗରୀ ମଧ୍ୟରୁ ସୈନ୍ୟମାନଙ୍କ ତତ୍ତ୍ୱାବଧାରକ ଜଣେ ସେନାପତି, 5 ଜଣ ରାଜ ପରିଷଦ ଲୋକ, ଦେଶର ଲୋକମାନଙ୍କୁ ଗଣନା କରୁଥିବା ସେନାପତିଙ୍କ ମୁଖ୍ୟ ସଚିବ ଓ ନଗରୀ ମଧ୍ୟରୁ ଅନ୍ୟ 60 ଜଣ ବ୍ୟକ୍ତିଙ୍କୁ ସଙ୍ଗରେ ନେଇ ପ୍ରହରୀ ଦଳ ସେନାପତି ନାବୁସାରଦାନ୍ ରିବ୍ଲାରେ ଅବସ୍ଥାନ କରିଥିବା ବାବିଲୋନର ରାଜାଙ୍କ ନିକଟକୁ ଆଣିଲେ। ବାବିଲୋନର ରାଜା ସେମାନଙ୍କୁ ହାମାତ ଦେଶସ୍ଥ ରିବ୍ଲାରେ ଆଘାତ କରି ନିଧନ କଲେ। ଏପରି ଭାବେ ଜୁଦା ନିଜ ଦେଶରୁ ବିତାଡ଼ିତ ହେଲା। ବାବିଲୋନର ରାଜା ନାବୁଖାଦ୍ନେସରଙ୍କ ଦ୍ୱାରା ଯେଉଁମାନେ ଜୁଦାରେ ପରିତ୍ୟକ୍ତ ହୋଇ ରହିଥିଲେ ସେମାନଙ୍କୁ ଶାସନ କରିବା ପାଇଁ ସେ ସାଫାନର ପୌତ୍ର ଓ আহিକାମର ପୁତ୍ର ଗେଦାଲିଆଙ୍କୁ ଦେଶାଧିପତି ରୂପେ ନିଯୁକ୍ତି କଲେ। ବାବିଲୋନର ରାଜା ଗେଦାଲିଆଙ୍କୁ
ଦେଶାଧିପତି ରୂପେ ନିଯୁକ୍ତି କରିଛନ୍ତି ବୋଲି ଶୁଣି ଗ୍ରାମାଞ୍ଚଳ ଗୁଡ଼ିକରେ ଥିବା ସେନାପତିମାନେ ନିଜ ନିଜର ସୈନ୍ୟଦଳ ସମେତ ମିସ୍ଫାରେ ଗେଦାଲିଆ ପାଖକୁ ଆସିଲେ। ସେମାନେ ଥିଲେ ନିତାନିଆଙ୍କ ପୁତ୍ର ଇସ୍ମାଏଲ, କାରେୟାଙ୍କ ପୁତ୍ର ଜହାନାନ, ନେତୋଫାତୀୟ ତାନହୁମେଥଙ୍କ ପୁତ୍ର ସେରାଇୟା ଓ ମାଖାଥୀୟଙ୍କ ପୁତ୍ର ଜାସାନିଆ ଓ ଏ ସମସ୍ତଙ୍କର ଲୋକ। ଆଉ ଗେଦାନିଆ ସେମାନଙ୍କ ଓ ସେମାନଙ୍କର ସୈନ୍ୟମାନଙ୍କ ନିକଟରେ ଶପଥପୂର୍ବକ ପ୍ରତିଜ୍ଞାବଦ୍ଧ ହୋଇ କହିଲେ, କାଲଦୀୟ କର୍ମଚାରୀମାନଙ୍କ ନିମିତ୍ତ ଭୟଭୀତ ହୁଅ ନାହିଁ। ଦେଶରେ ବାସ କରି ବାବିଲୋନର ରାଜାଙ୍କ ସେବା କର, ତାହେଲେ ତୁମମାନଙ୍କର ମଙ୍ଗଳ ହେବ। କିନ୍ତୁ ସପ୍ତମ ମାସରେ ରାଜକୀୟ ପରିବାରବର୍ଗ ଏଲିଜାମାଙ୍କ ପୈତ୍ର ଓ ନେତାନିଏଲଙ୍କ ପୁତ୍ର ଇସ୍ମାଏଲ 10 ଜଣ ବ୍ୟକ୍ତିଙ୍କ ଗହଣରେ ମିସ୍ଫାକୁ ଆସିଲେ ଓ ଗେଦାଲିଆ ଓ ତାଙ୍କର ସହବର୍ତ୍ତୀ ଯିହୁଦୀୟ ତଥା କାଲଦୀୟମାନଙ୍କୁ ଆକ୍ରମଣ କରି ବଧ କଲେ। ତତ୍ପରେ କାଲଦୀୟମାନଙ୍କ ଭୟରେ ସାନ ବଡ଼ ସମସ୍ତ ଲୋକେ ସେନାପତିମାନଙ୍କ ସମେତ ଇଜିପ୍ଟ ଅଭିମୁଖେ ଯାତ୍ରା କଲେ। ଅନନ୍ତର ଜୁଦାର ରାଜା ଜେହୋୟାଖିନଙ୍କ ବନ୍ଦୀ ଜୀବନ କାଳର 37ତମ ବର୍ଷରେ ଏବିଲ ମେରୋଦାକ ବାବିଲୋନର ରାଜା ହେଲେ ଓ ସେହି ବର୍ଷର 12 ମାସର 27ତମ ଦିବସରେ ଜୁଦାର ରାଜା ଜେହୋୟାକିମଙ୍କ ଏହି ସଦୟ ହୋଇ ସେ ତାଙ୍କୁ କାରାମୁକ୍ତ କଲେ। ରାଜା ତାଙ୍କ ସଙ୍ଗରେ କରୁଣାପୂର୍ବକ କଥାବାର୍ତ୍ତା କଲେ ଓ ବାବିଲୋନରେ ତାଙ୍କ ସହ ଥିବା ରାଜାମାନଙ୍କ ମଧ୍ୟରେ ସେମାନଙ୍କ ଅପେକ୍ଷା ଏକ ଉନ୍ନତ ଆସନ ତାଙ୍କୁ ପ୍ରଦାନ କଲେ। ତତ୍ପରେ ଜେହୋୟାଖିନ ତାଙ୍କ କାରାବାସର ପରିଧାନ ତ୍ୟାଗ କଲେ ଓ ତାଙ୍କର ଆଜୀବନ କାଳ ନିରନ୍ତର ରାଜାଙ୍କ ମେଜରୁ ଭକ୍ଷଣ କଲେ। ସେ ଜୀବିତ ରହିଥିବା ସମୟ ବ୍ୟାପୀ ତାଙ୍କର ଦୈନନ୍ଦିନ ଆବଶ୍ୟକ ପାଇଁ ରାଜାଙ୍କ ଠାରୁ ପ୍ରତିଦିନ ଏକ ନିରୂପିତ ଭତ୍ତା ମଧ୍ୟ ପାଇଲେ।